ପାଠପଢ଼ାରେ ପାତରଅନ୍ତର ହେଉଛି। ମୁଁ ଲାଷ୍ଟ 5 ବର୍ଷ ହେଲା କୌଣସି ରେକମେଣ୍ଡେସନ୍ ଦେଉନାହିଁ। ସେଥିରେ ଏମ୍ଏଲ୍ଏ ମାନଙ୍କର 2ଟି କୋଟା ରହୁଛି ଏବଂ ଏମ୍ପିଙ୍କର ଅଛି। ଯେ ଆପଣ ଆଦର୍ଶ ବିଦ୍ୟାଳୟ କୋଟାକୁ ହଟାନ୍ତୁ, ଏମ୍ଏଲ୍ଏ ଏମ୍ପି ମାନଙ୍କୁ ବଚାନ୍ତୁ। ଯେ ଆପଣ ଆଦର୍ଶ ବିଦ୍ୟାଳୟ କୋଟାକୁ ହଟାନ୍ତୁ, ଏମ୍ଏଲ୍ଏ ଏମ୍ପି ମାନଙ୍କୁ ବଚାନ୍ତୁ। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓଡ଼ିଶାରେ 316ଟି ଅଛି। ସେଥିରେ ଏମ୍ଏଲ୍ଏ ମାନଙ୍କର 2ଟି କୋଟା ରହୁଛି ଏବଂ ଏମ୍ପିଙ୍କର ଅଛି। ମୋର ନିଜସ୍ୱ ଏକ୍ସପିରିଏନ୍ସ ଯେତେବେଳେ ନୟାଗଡ଼ ବ୍ଲକ ଆଦର୍ଶ ବିଦ୍ୟାଳୟରେ ମାନେ ଓଡ଼ିଶାରେ ଲଗାତାର ଭାବରେ ପ୍ରଥମ ସ୍ଥାନ ଅଧିକାର କରିଥିଲା କିଛି ମୁଁ ଯେତେବେଳେ ଦେଖିଲି ରେଜଲ୍ଟ ଗୋଟେ ଥର ସେକେଣ୍ଡ ପୋଜିସନ୍ ହେଲା ଏବଂ 10th ଭିତରେ ରହିଲା ଖସିଲା, ମୁଁ ପଚାରିଲି ପ୍ରିନ୍ସିପାଲଙ୍କୁ ଯେ କହିଲେ ଏମ୍ଏଲ୍ଏଙ୍କ ରେକମେଣ୍ଡେସନ୍ ଯେଉଁମାନେ ଆସୁଛନ୍ତି ସେମାନେ ଯେହେତୁ ଏଣ୍ଟ୍ରାନ୍ସରେ ଭଲ କରିନଥାନ୍ତି, ଯେହେତୁ ସେମାନେ ଏଣ୍ଟ୍ରାନ୍ସରେ ଭଲ କରିନଥାନ୍ତି ସେମାନଙ୍କର କେୟାର ନେବାକୁ ଅସୁବିଧା ହେଉଛି। ମୁଁ ଲାଷ୍ଟ 5 ବର୍ଷ ହେଲା କୌଣସି ରେକମେଣ୍ଡେସନ୍ ଦେଉନାହିଁ ଏବଂ ଲାଷ୍ଟ 3 ବର୍ଷ ହେଲା ମଧ୍ୟ ଚିଠି ଲେଖି ଆସୁଛି ଯେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ 314 ବ୍ଲକରେ ଅଛି ଏବଂ ଆଉ 2ଟା ଅଧିକା ଅଛି 316। ଏ ରିଜର୍ଭେସନ୍ ଉଠାନ୍ତୁ। ଭଲ ପିଲାଙ୍କ ଜାଗାରେ 2-3 ଜଣ ଏମ୍ଏଲ୍ଏ ଏମ୍ପି କୋଟାରେ ଯଦି ପଶିବେ ତାହେଲେ ସେ ପରିବେଶ ନଷ୍ଟ ହେଉଛି, ପାଠପଢ଼ାରେ ପାତରଅନ୍ତର ହେଉଛି। ତେଣୁ ମୁଁ ଷ୍ଟ୍ରଙ୍ଗଲି ଡିମାଣ୍ଡ କରିଛି, ମୁଁ ସେଟା କରିଆସୁଛି। ଆଜି ମଧ୍ୟ ବର୍ତ୍ତମାନ ମାନ୍ୟବର ମୁଖ୍ୟମନ୍ତ୍ରୀ ଚିଠି ଲେଖିଛି ଯେ ଆପଣ ଆଦର୍ଶ ବିଦ୍ୟାଳୟ କୋଟାକୁ ହଟାନ୍ତୁ, ଏମ୍ଏଲ୍ଏ ଏମ୍ପି ମାନଙ୍କୁ ବଚାନ୍ତୁ। 2ଟା କୋଟା ବି ଶହ ଶହ ଲୋକ ଆସିକି କହୁଛନ୍ତି ଆମକୁ ଦିଅ। ପାଠ ପଢ଼ିକି ଏଣ୍ଟ୍ରାନ୍ସ ଦେଇକି ପିଲା ପାଆନ୍ତୁ, ଭଲ ପିଲାଙ୍କ ଭିତରେ ଅଳିଆ କେହି ନ ପଶନ୍ତୁ। ଏଇଟା ହେଲା ମୋର ଡିମାଣ୍ଡ। ପାର୍ଲାମେଣ୍ଟାରୀ କମିଟି ଫର୍ ୱେଲଫେୟାର ଅଫ୍ ଅଦର ବ୍ୟାକୱାର୍ଡ କ୍ଲାसेସ୍ ଓଡ଼ିଶା ବିଜେପିକୁ ଆସିଛନ୍ତି। ଏ ପରିପ୍ରେକ୍ଷୀରେ ବିଜୁ ଜନତା ଦଳ ଏବଂ ଅନେକ ଛାତ୍ର ଯୁବ ସାମାଜିକ ନ୍ୟାୟ ସଂଗଠନକୁ ଲଢ଼ୁଥିବା ବନ୍ଧୁମାନେ ଆସିଥିଲେ ସେମାନଙ୍କୁ ମେମୋରାଣ୍ଡମ୍ ଦେବା। ମେମୋରାଣ୍ଡମ୍ ଦେବାର ଉଦ୍ଦେଶ୍ୟ ହେଉଛି ଯେ ଓଡ଼ିଶା ଅନ୍ୟ ରାଜ୍ୟ ଅପେକ୍ଷା ଦେଶ ଅପେକ୍ଷା ଭିନ୍ନ କାଷ୍ଟ କାହିଁକିନା SC/ST ପପୁଲେସନ୍ ପାଖାପାଖି 39 ବା 40%, ସାରା ଭାରତ ବର୍ଷରେ ମାତ୍ର 22% ଏବଂ 1931 ମସିହା ଜନଗଣନା ଅନୁସାରେ ଯେତେବେଳେ କାଷ୍ଟ ସେନ୍ସସ୍ ହେଇଥିଲା ସେତେବେଳେ ଆମର OBC ମାନଙ୍କର ସଂଖ୍ୟା ଥିଲା 54%, ଅର୍ଥାତ୍ 90% ଏଭବ ହେଉଛନ୍ତି SC/ST OBC। କିନ୍ତୁ ଯେଉଁ କ୍ୟାପିଂ ହେଇଥିବା ସିଲିଂ ହେଇଛି ଯେ 50% ରିଜର୍ଭେସନ୍ ଅଧିକା ଉଠିପାରିବ ନାହିଁ, ଯାହାଫଳରେ କି OBC ମାନେ ଚାକିରି କ୍ଷେତ୍ରରେ ମାତ୍ର 11.25% ପାଉଛନ୍ତି, SC/ST ବାକି ପାଉଛନ୍ତି। ଯାହାଫଳରେ ଯେଉଁ ଭାରତ ବର୍ଷରେ 27% OBC ମାନେ ପାଉଛନ୍ତି ସେଥିରୁ OBC ବଞ୍ଚିତ ହେଉଛନ୍ତି। ହେଇଗଲା ଚାକିରି କ୍ଷେତ୍ରରେ। ଶିକ୍ଷା କ୍ଷେତ୍ରରେ ଆପଣ ଦେଖିବେ 39% SC/ST ପିଲା ପାଇବା ଜାଗାରେ ମାତ୍ର 20% ଦିଆଯାଉଛି, OBC ମାନଙ୍କୁ ଦିଆଯାଉନି। ଯାହାଫଳରେ କି ଇଞ୍ଜିନିୟରିଂ, ମେଡିକାଲ, ଟେକ୍ନିକାଲ ସବଜେକ୍ଟ, ଜେନେରାଲ ସବଜେକ୍ଟରେ ପିଲାମାନେ ବଞ୍ଚିତ ହେଉଛନ୍ତି। ତେଣୁ ସେଇଥିପାଇଁ ଆମେ ଡିମାଣ୍ଡ ରଖିଛୁ ଯେ ସିଲିଂ ଉଠା, କ୍ୟାପିଂ ଉଠା, ଓଡ଼ିଶାକୁ ସ୍ୱତନ୍ତ୍ର ଭାବରେ ବିଚାର କର। ଏ ଯେଉଁ କମିଟି ଆସିଛନ୍ତି ୱେଲଫେୟାର ଅନ୍ OBC ସେମାନେ ରେକମେଣ୍ଡ କରନ୍ତୁ ଦୃଢ଼ ଭାବରେ ଏଇ ଯେଉଁ ଅସଙ୍ଗତି ତାକୁ ଉଠାନ୍ତୁ ଏବଂ ଯେଉଁ SC/BC ଓଡ଼ିଶାରେ ଲାଗୁ ହେଇଛି ସେଇ SC/BC ଯେତେ କାଷ୍ଟ ଅଛି ତାକୁ OBCରେ ଅନ୍ତର୍ଭୁକ୍ତ କରାଯାଉ ଏବଂ ଏସବୁକୁ ଆହୁରି ପରଫେକ୍ଟ କରିବାକୁ ହେଲେ ଯେଉଁ ସେନ୍ସସ୍ ବର୍ତ୍ତମାନ ହେବ ବୋଲି ଯାଉଛି ସେଥିରେ କାଷ୍ଟ ସେନ୍ସସ୍ କରିଦେଲେ ଭଲ। କାହିଁକି ନା ଆପଣଙ୍କର ସେନ୍ସସ୍ରେ ଆପଣ ହିନ୍ଦୁ କିଏ, ମୁସଲିମ କିଏ, ଖ୍ରୀଷ୍ଟିଆନ କିଏ, ଶିଖ୍ କିଏ, ବୌଦ୍ଧ କିଏ ସବୁ ଜଣାପଡ଼ୁଛି ଏବଂ ସେଥିରେ SC/ST କେତେ ଜଣାପଡ଼ୁଛି। ଖାଲି OBCଟାକୁ ପୁରେଇ ଦେଲେ ଜଣାପଡ଼ିଯିବ କାହାର କେତେ ସଂଖ୍ୟା। ତେଣୁକରି ଆମେ ସେଇ ଡିମାଣ୍ଡ ଗୁଡ଼ା କରିଛୁ। ମୁଁ ଭାବୁଛି କମିଟି ତାକୁ ସହଜ ସହିତ ବିଚାର କରି ସିଏ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆକୁ ରେକମେଣ୍ଡ କଲେ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ତାର ଗୋଟେ କିଛି ପଦକ୍ଷେପ ନେବେ ବୋଲି ଆମର ଦୃଢ଼ ଆଶା।